ଭାଗୀରଥୀ କୂଳେ ଲକ୍ଷ୍ମଣ ଯେ କାଳେ ବୈଦେହୀ ବିସର୍ଜି ଗଲେ। ବ୍ୟାପିଥିଲା ଖରା ସସାଗରା ଧରା ନିର୍ମଳ ଅମ୍ବର ତଳେ। ବଙ୍ଗଳାଶ୍ରୀ ଏହି ଛନ୍ଦ ନିୟମରେ ରଚିତ ହୋଇଛି ତପସ୍ୱିନୀ କାବ୍ୟର ତୃତୀୟ ସର୍ଗ, ଯାହାକି ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଦ୍ୱାରା ରଚିତ। ବୈଦେହୀ ସୀତାଙ୍କୁ ବିସର୍ଜି ଦେଇ ଆସିଛନ୍ତି ଲକ୍ଷ୍ମଣ ଭାଗୀରଥୀ ନଦୀ କୂଳରେ ଏବଂ ସେହି କଥା ଏଠି ବର୍ଣ୍ଣନା କରାଯାଉଛି। ନିଶ୍ଚିତ ଆଲୋଚନା କରିବା। ଭାଗୀରଥୀ କୂଳେ ଲକ୍ଷ୍ମଣ ଯେ କାଳେ ବୈଦେହୀ ବିସର୍ଜି ଗଲେ, ବୈଦେହୀଙ୍କୁ ବିସର୍ଜନ କଲେ। ଭାଗୀରଥୀ ବା ଗଙ୍ଗା ନଦୀ କୂଳେ ବୋଲି କୁହାଯାଇଛି। ଭାଗୀରଥୀର ଅନ୍ୟ ନାମ ବି ଗଙ୍ଗା ହୋଇପାରିବ। ବ୍ୟାପିଥିଲା ଖରା ସସାଗରା ଧରା, ଖରା ବ୍ୟାପିଥିଲା ସମଗ୍ର ପୃଥିବୀ ଜଳସ୍ଥଳ ବ୍ୟାପୀ, ସେଥିପାଇଁ କୁହାଗଲା ବ୍ୟାପିଥିଲା ଖରା ସସାଗରା ଧରା ନିର୍ମଳ ଅମ୍ବର ତଳେ। ଯେଉଁ କୁହାଯାଉଛି ମେଘମୁକ୍ତ ଏଇ ଆକାଶ, ତା ତଳେ ଖରା ବ୍ୟାପିଥିଲା ଏଇ ଜନସମାଜ ପାଇଁ। କୁହାଗଲା ରାଘବ ବଧୂର ନିର୍ଯାତନା ସୁରପୁରକୁ ଦିଶିଲେ ଲଜ୍ଜା, ହେବ ବୋଲି ଦିବାନାଥଙ୍କ ସେକିବା ଶୁଭ୍ର ଯବନିକା ସଜା। ରାଘବ ବଧୂ ଅଥଚ ରଘୁକୁଳ ବଧୂ ନିଜେ ଜାନକୀ ବା ସୀତା ଯିଏ ସୂର୍ଯ୍ୟବଂଶୀ, ନିଶ୍ଚିତ ଭାବରେ ତାଙ୍କୁ ଯେଉଁ ନିର୍ଯାତନା ଦିଆଯାଉଛି କାଳେ ରବିଙ୍କୁ ବା ସୂର୍ଯ୍ୟଙ୍କୁ ନିନ୍ଦା ହେବ। ସୂର୍ଯ୍ୟ ଯେଉଁ କୁହାଯାଉଛି, ଯିଏ ସୂର୍ଯ୍ୟବଂଶୀ ସୀତା, ତାଙ୍କୁ ନିର୍ଯାତନା ଦିଆଯାଉଛି, ଅଥଚ ସେ ରଘୁକୁଳ ବଧୂ ରାଣୀ ଅନ୍ତପୁରରେ ଯାହାର ଆସନ, ତାଙ୍କୁ କିଭଳି ଭାବରେ ଭାଗୀରଥୀ ନଦୀ କୂଳରେ ବିପଦ ସଂକୁଳ ଅବସ୍ଥାରେ ଅନ୍ତଃସ୍ରୋତ ଅବସ୍ଥାରେ ଛାଡ଼ି ଦିଆଯାଇଛି। ଏହି ନିର୍ଯାତନା ସୁରପୁରକୁ ଲଜ୍ଜା ଦେଖାଯିବ, ଏଥିପାଇଁ କୁହାଯାଉଛି। ସେଥିପାଇଁ ହେବ ବୋଲି ଦିବାନାଥଙ୍କ ସେ କିବା ଶୁଭ୍ର ଯବନିକା ସଜା। ତେଣୁ ଦିବାନାଥ ଅର୍ଥାତ୍ ଦିନକର ଯେ ସୂର୍ଯ୍ୟ, ସିଏ ଶୁଭ୍ର ଯବନିକା, ଶୁଭ୍ର ଅର୍ଥାତ୍ ସୂର୍ଯ୍ୟଙ୍କର ଯେଉଁ ସତେଜ ଟାଣ ଖରା, ଏହାକୁ ସେ ପରଦା ଭଳି ସଜେଇଛନ୍ତି, ଯେଉଁ କୁହାଯାଉଛି ଦିନ। ଏଇଥି କୁହାଗଲା ଜାଣି ସେ ରହସ୍ୟ କରିବାକୁ ଦୃଶ୍ୟ ଭାସ୍କର ବଂଶର ଦୋଷ, ଅଚିରେ ଅବନୀ ପୃଷ୍ଟି ସେ ଯବନୀ ଉଠାଇ ଦେଲା ପ୍ରଦୋଷ। ଏଠି ଆମେ ପ୍ରଥମରୁ କହିଛେ ଯେ ପ୍ରକୃତି କିଭଳି ଭାବରେ ନିୟତି ବିରୁଦ୍ଧରେ ଯୁଦ୍ଧ କରୁଛି। ମହାସତୀ ଏହି ସୀତାଙ୍କର ଯେଉଁ ଅପମାନ, ଯେଉଁ ନିର୍ଯାତନା, ସେଥିପାଇଁ ନିୟତି ହିଁ ଦାୟୀ। ପ୍ରକୃତି ଏଥିପାଇଁ କୋଶମୁକ୍ତ କୃପାଣକୁ ଉନ୍ମୁକ୍ତ କରିଛି ଏହି ନିୟତି ବିରୁଦ୍ଧରେ ଯେ ପ୍ରକୃତି। ସେଥିପାଇଁ ଯେଉଁ ସନ୍ଧ୍ୟାକାଳ ଯେଉଁ କୁହାଯାଉଛି, ଅଚିରେ ଜାଣି ସେ ରହସ୍ୟ, ସେ ରହସ୍ୟକୁ ଜାଣିଛନ୍ତି ସନ୍ଧ୍ୟାକାଳ। ତେଣୁ ଆମେ କହିଛି ପ୍ରକୃତି ଏଠି ମାନବୀୟ ରୂପ ଧାରଣ କରିଛି। ପ୍ରକୃତି ଏଠି କଥା କହୁଛି, ଆଖିରୁ ଲୁହ ଝରଉଛି, ସମ୍ବେଦନଶୀଳ ହୋଇସାରିଛି ପ୍ରକୃତି। ଆଉ ସେଥିପାଇଁ କୁହାଗଲା ଜାଣି ସେ ରହସ୍ୟ କରିବାକୁ ଦୃଶ୍ୟ, ସୂର୍ଯ୍ୟବଂଶୀ ସୂର୍ଯ୍ୟଙ୍କର ଦୋଷ ସୁରପୁରକୁ ଲଜ୍ଜା କରିବା ପାଇଁ ଏଠି ପ୍ରଦୋଷ ବା ସନ୍ଧ୍ୟାକାଳ ସୂର୍ଯ୍ୟଙ୍କର ସେ ଯବନୀ ଅର୍ଥାତ୍ ସେ ପରଦାକୁ ହଟେଇ ଦେଲେ। ଏଠି କୁହାଯାଉଛି ଜାଣି ସେ ରହସ୍ୟ କରିବାକୁ ଦୃଶ୍ୟ ଉଠାଇ ଭାସ୍କର ବଂଶର ଦୋଷ, ଅଚିରେ ଅବନୀ ପୃଷ୍ଠୁ ସେ ଯବନୀ ଉଠାଇ ଦେଲା ପ୍ରଦୋଷ। ଅଚିରେ ଅବନୀ ପୃଷ୍ଠୁ, ପୃଥିବୀ ପୃଷ୍ଠରୁ ଏଇ ଯେଉଁ ସୂର୍ଯ୍ୟଙ୍କର ଯେଉଁ ପରଦା ଅର୍ଥାତ୍ ଶୁଭ୍ର ଖରା, ଏହାକୁ ସେ ଲୋପ କରିଦେଲା, ସନ୍ଧ୍ୟା ଆସିଗଲା, ଏଇ କଥା କୁହାଯାଇଛି। ବିହଙ୍ଗମ ଗଣ ଡାକନ୍ତେ ଗଗନ, ପ୍ରାଙ୍ଗଣେ ତାରକା କୂଳ, ଏକ ପଛେ ଏକ ତା ପଛେ ଅନେକ ଆସି ହୋଇଗଲେ ଠୁଳ। ବିହଙ୍ଗମ ଗଣ ଆମେ ଜାଣିଛେ ସମସ୍ତ ପ୍ରକୃତି ସୀତାଙ୍କ ସହିତ ଅଛନ୍ତି। ସେଥିରୁ ବିହଙ୍ଗମ ବା ପକ୍ଷୀ ସମୂହ କିଭଳି ଭାବରେ ବାଦ ଯିବେ? ସେମାନେ କଳକୂଜନ କଲେ, କିଚିରି ମିଚିରି ଶବ୍ଦ କଲେ। ସେମାନଙ୍କର ସ୍ୱନରେ ଏବଂ ଆକାଶରେ ଦପ୍ ଦପ୍ କରି ଜଳୁଥିବା ଏଇ ତାରାମାନେ ସେ ଆସି ଗୋଟିକ ପରେ ଗୋଟିଏ ଆସି ଠୁଳ ହୋଇଗଲେ। ଏବଂ କୁହାଯାଇଛି ସେମାନେ କ'ଣ ଦେଖିଲେ? ଦେଖିଲେ ବିଜନେ ପ୍ରଶସ୍ତ ପ୍ରାଙ୍ଗଣେ ରାମଚନ୍ଦ୍ର ରବି ବଂଶୀ, ବିଷର୍ଣ୍ଣ ବଦନେ ସଜଳ ନୟନେ ଏକାକୀ ଅଛନ୍ତି ବସି। ଏଇ ତାରକାପୁଞ୍ଜ ତାରକାକୂଳ ଦେଖୁଛନ୍ତି ଯେ ପ୍ରଶସ୍ତ ଏଇ ପ୍ରାଙ୍ଗଣରେ, ଯେଉଁ କୁହାଯାଉଛି ଖୋଲା ପଡ଼ିଆରେ, ବିଜନେ ନିର୍ଜନେ ଏକାନ୍ତରେ ନିଛାଟିଆ ନିରୋଳାରେ ରାମଚନ୍ଦ୍ର ଯିଏ ରବିବଂଶୀ ସୂର୍ଯ୍ୟବଂଶୀ ରାମଚନ୍ଦ୍ର ବସିଛନ୍ତି। କିଭଳି ଭାବରେ? ବିଷର୍ଣ୍ଣ ବଦନେ, ଅତ୍ୟନ୍ତ ଉଦାସ ମନରେ, ଦୁଃଖିତ ମନରେ, କାରଣ ତାଙ୍କର ପ୍ରାଣସମା ପତ୍ନୀ ସୀତାଙ୍କୁ ସେ ବୈଦେହୀଙ୍କୁ ସେ ବିସର୍ଜନ କରିଦେଇ ଆସିଛନ୍ତି ଲକ୍ଷ୍ମଣଙ୍କ ଦ୍ୱାରା। ଏଥିପାଇଁ ତାଙ୍କ ମନରେ ଅହେତୁକ ଦୁଃଖ। ଆଉ ସେଥିପାଇଁ କୁହାଗଲା ବିଷର୍ଣ୍ଣ ବଦନେ ସଜଳ ନୟନେ, ଏଇ ଆଖିରେ ଲୁହ, ସଜଳ ନୟନେ ଏକାକୀ ଅଛନ୍ତି ବସି, ଏକା ବସିଛନ୍ତି। କୁହାଗଲା ଭାବୁଥିଲେ ରାଜ ଅଧିକାର ବ୍ୟାଜ ଅଟେ ମହା ଦାସତ୍ୱର, ଏହି ଉଚ୍ଚ ପଦେ ପ୍ରକୃତିର ପଦେ ଖଟିବା ହୁଏ ମାତର। ଯିଏ କହୁଛନ୍ତି
ରାଜପଦ ହେଉଛି ଅଧିକାର ବ୍ୟାଜ, ଯିଏ ମହାଦାସତ୍ୱର ବ୍ୟାଜ ଏଠି କୁହାଗଲା, ଛଳ ବା କପଟପୂର୍ଣ୍ଣ। ତେଣୁ ଯିଏ ରାଜାଧିରାଜ ସେ ମହାଦାସ ନିଶ୍ଚିତ ଭାବରେ କେଉଁମାନଙ୍କର ନା ପ୍ରଜାମାନଙ୍କର। ସେଥିରେ ନିଜସ୍ୱ ବୁଦ୍ଧି ନଥାଏ, ସେଥିରେ ନିଜସ୍ୱ କର୍ତ୍ତୃତ୍ୱ ହିଁ କିଛି ନଥାଏ। ଯାହା ପ୍ରଜାମାନଙ୍କର ହିତ ପାଇଁ, ଯାହା ପ୍ରଜାମାନଙ୍କର ମଙ୍ଗଳ ପାଇଁ ତାହା ହିଁ କରିବାକୁ ହେବ। ଏହି ରାଜପଦ ଏକ ଉପଭୋଗ ନୁହେଁ, ଏକ ଦାୟିତ୍ୱ। ଏହି ଉଚ୍ଚ ପଦେ ପ୍ରକୃତିର ପଦେ ଖଟିବା ହୁଏ ମାତର। ତେଣୁ ପ୍ରକୃତିର ପଦରେ ଖଟିବାକୁ କେବଳ ମାତ୍ର ଏ ରାଜପଦ, ଅର୍ଥାତ୍ ପ୍ରକୃତି ଏଠି ପ୍ରଜାକୁଳ ଜନସମୂହ ସର୍ବଲୋକ ହିତାୟ ସର୍ବଲୋକ ସୁଖାୟ, ଏହି ନୀତିରେ ରାଜପଦ ପ୍ରତିଷ୍ଠିତ। ତେଣୁ ମାତ୍ର ନିଜର ବ୍ୟକ୍ତିଗତ ଜୀବନଚର୍ଚ୍ଚା, ନିଜର ବ୍ୟକ୍ତିଗତ ଜୀବନକୁ ସୁଖ ସମୃଦ୍ଧିକୁ ଜଳାଞ୍ଜଳି ଦେଇ ପ୍ରଜାମାନଙ୍କର ହିତ ସାଧନ କରିବା ହିଁ ରାଜାମାନଙ୍କର ପରମ କର୍ତ୍ତବ୍ୟ ଧ୍ୟେୟ ହୁଏ। ଏହା କୁହାଯାଇଛି, ମିଥ୍ୟା କଥା ଯେବେ ପ୍ରଜାଏ କହିବେ ମେଳି ହୋଇ ସତ ସତ, ମିଥ୍ୟା ଜାଣି ଜାଣି ତାକୁ ମାନି ମାନି ବୋଲାଯାଏ ସତ ସତ। ଏକ ମହାନ ପଦଟିଏ ଏଠି କହିଛନ୍ତି ଗୁରୁ ଗଙ୍ଗାଧର। ମିଥ୍ୟା କଥା ବେଳେବେଳେ ମହାମିଥ୍ୟା ମହାସତ୍ୟରେ ପରିଣତ ହୋଇଯାଏ। ତେଣୁ ପ୍ରଜାମାନେ ଗୋଟିଏ ମିଛ କଥାକୁ ବାରବାର ସତ ବୋଲି ଯଦି ଅନୁଭବରେ ଆଣିବେ, ଅନ୍ତତଃ ରଜକ ରଜକୀଙ୍କର ଯେଉଁ କଳି, ରଜକ ଆଉ ରଜକୀଙ୍କର ଯେଉଁ କଳି, ଯେଉଁ ମହାମିଥ୍ୟାରୁ ମହାସତ୍ୟ ଏବଂ ଯେଉଁ କୁହାଯାଉଛି ରାଜନନ୍ଦିନୀ ରାଜବଧୂ ରଘୁକୁଳବଧୂ ଜନକନନ୍ଦିନୀ ସୀତାଙ୍କୁ ନିର୍ବାସନ ଦଣ୍ଡ ଭୋଗିବାକୁ ହେଲା, ଏହି ମହାମିଥ୍ୟାରେ ଏହି କଥା କୁହାଯାଇଛି। ମହାମିଥ୍ୟା ବେଳେବେଳେ ଇତିହାସରେ ମହାସତ୍ୟରେ ପରିଣତ ହୋଇଛି। ଜନକନନ୍ଦିନୀ ଯେଉଁ କୁହାଯାଉଛି ମହାସତୀ ସାଧ୍ୱୀ, ଅଥଚ ତାଙ୍କୁ କଳଙ୍କର ଟୀକା ପିନ୍ଧିବାକୁ ହେଇଛି, ତାଙ୍କୁ ବିସର୍ଜନ ନେବାକୁ ହେଇଛି, ଏହି କଥା କୁହାଯାଇଛି। ପ୍ରକୃତିର ଶାନ୍ତ ଯଜ୍ଞରେ ନୃପତି ସୁଖଟି ସ୍ୱଭାବେ ବଳି, ଦୃଢ଼ ଧର୍ମ ଦାମେ ବଦ୍ଧ ନିଜ କାମେ ପାଦେ ନ ପାରଇ ଚଳି। ଏଠି ରାଜାର କର୍ତ୍ତବ୍ୟ ସମ୍ପର୍କରେ ନିଶ୍ଚିତ ଭାବରେ ସୂଚାଇଛନ୍ତି କବି ଗଙ୍ଗାଧର ମେହେର। ପ୍ରକୃତିର ଶାନ୍ତି ଯଜ୍ଞ, ଏହି ପ୍ରକୃତିର ଶାନ୍ତି ଯଜ୍ଞରେ ନୃପଟି ସୁଖ ହେଉଛି ବଳି ପଡ଼ିଯାଏ। ଅର୍ଥାତ୍ ପ୍ରକୃତିର ଶାନ୍ତି ଯଜ୍ଞ, ମାନବ ଉପକାର, ମାନବ କଲ୍ୟାଣ, ଏହି ଯଜ୍ଞ ବିଧାନ ଯେଉଁ କୁହାଯାଉଛି ମାନବର ମହା ଉପକାର କରିବା ପାଇଁ। ତେଣୁ ନୃପତି ରାଜାଙ୍କର ସୁଖ କାଳେ କାଳେ ବଳି ପଡ଼ିଛି। ପ୍ରଜାମାନଙ୍କର ସୁଖ ପାଇଁ ରାଜାମାନଙ୍କର ସୁଖ ବଳି ପଡ଼ିଛି। ପ୍ରଜାମାନଙ୍କୁ ନ୍ୟାୟ ଦେବା ପାଇଁ ହେଲେ ରାଜକୀୟ ସୁଖ ମର୍ଯ୍ୟାଦା, ବ୍ୟକ୍ତିଗତ ଜୀବନଚର୍ଯ୍ୟା ତାହା ମଧ୍ୟ ବହୁଳ ଭାବରେ ପ୍ରଭାବିତ ହୋଇଛି। ଏହା ତ ପ୍ରମାଣ ମିଳୁଛି ଏହି ରାମଙ୍କର ଚରିତ୍ରରୁ। କୁହାଯାଇଛି, ପ୍ରକୃତିର ଶାନ୍ତି ଯଜ୍ଞରେ ନୃପତି ସୁଖଟି ସ୍ୱଭାବେ ବଳି, ଦୃଢ଼ ଧର୍ମ ଦାମେ ବଦ୍ଧ ନିଜ କାମେ ପାଦେ ନ ପରଇ ଚଳି। ଅର୍ଥାତ୍ ଦୃଢ଼ ଧର୍ମ ଦାମେ, ଦାମେ ଶବ୍ଦ ଦୌଡ଼ିବା, ରଜ୍ଜୁ ବୋଲି ଆମେ କହିପାରିବା। ଦୃଢ଼ ଧର୍ମର ରଜ୍ଜୁରେ ବନ୍ଧା ଜଣେ ନରପତି, ଜଣେ ରାଜା, ଯିଏ ନିଜ କାମରେ କେବଳ ବନ୍ଧା ହେଇଛି, ନିଜ କର୍ତ୍ତବ୍ୟର ତାଡ଼ନାରେ ବନ୍ଧା ହେଇଛି। ଗୋଟିଏ ପାଦ ସେ ଆଗକୁ ଚାଲିପାରିବ ନାହିଁ ବିନା କର୍ତ୍ତୃତ୍ୱବିହୀନ ହୋଇ। କାରଣ ସେ ପ୍ରଜାମାନଙ୍କର ହିତ କରିବା ହିଁ ତା'ର ଏକମାତ୍ର କାମ୍ୟ। ନିଜର ସୁଖ ସମୃଦ୍ଧି ପାଇଁ ପ୍ରଜାମାନଙ୍କର କଥାକୁ କାନରେ ଆଡ଼େଇ ଦେଇପାରିବ ନାହିଁ। କେବଳ ପ୍ରଜାନୁରଞ୍ଜନ ଯେଉଁ କୁହାଯାଉଛି, ପ୍ରଜାନୁରଞ୍ଜନ ଯେବେ ହୁଏ ପ୍ରୟୋଜନ, କରିପାରେ ପ୍ରାଣସମା ସୀତା ବିସର୍ଜନ। ସେ କହିଛନ୍ତି ପ୍ରଜାମାନଙ୍କ ହିତକୁ ଆଖିରେ ରଖି ସେ ରାଜକାର୍ଯ୍ୟକୁ ପରିଚାଳନା କରିବାକୁ ପଡ଼ିବ। ନିଜର ବ୍ୟକ୍ତିଗତ ଜୀବନର ସୁଖ ଆଉ ସ୍ୱାଚ୍ଛନ୍ଦ୍ୟ ବଳି ପଡ଼ିବ। ଏହି ପଦରେ କୁହାଯାଇଛି, ଅଭିଷେକ ଯାହା କରିଥାନ୍ତି ତାହା ପ୍ରକ୍ଷଣ ମାତର ସିନା, ଚାମର ଢାଳିବା ଅନ୍ୟ କି ବୋଲିବା ମକ୍ଷିକା ତଳିବା ବିନା। ଅଭିଷେକ ଯେଉଁ ହୋଇଥାଏ ରାଜାଙ୍କର, ଯେଉଁ କୁହାଯାଉଛି ପ୍ରକ୍ଷଣ ମାତର ସିନା, ପ୍ରକ୍ଷଣ ଅର୍ଥାତ୍ ଜଳସେଚନ କରିବା, ନିଶ୍ଚିତ ଭାବରେ ଜଳ ପ୍ରଦାନ କରିବା, ଜଳସେଚନ କରିବା, ଏହା ହିଁ କେବଳ ଅଭିଷେକର ଅର୍ଥ। ସେ କହୁଛନ୍ତି ଚାମର ଢାଳିବା ଅନ୍ୟ କି ବୋଲିବା ମକ୍ଷିକା ତଳିବା ବିନା। ରାଜକାର୍ଯ୍ୟରେ ଯେତେ ସୁଖ ସମୃଦ୍ଧି ଆସେ, ରାଜାଙ୍କ ପାଇଁ ଯେତେ ଉପକାର ହୁଏ, ଯେତେ ଚାମର ବ୍ୟଜନ ରାଜାମାନଙ୍କୁ ନିଶ୍ଚିତ ଭାବରେ ସେବା ଯୋଗାଇ ଦେଇଥାନ୍ତି ଦାସଦାସୀ, ତାହା ରାଜାଙ୍କ ଉପକାର କରିବା ପାଇଁ ନୁହେଁ, ତାହା ପ୍ରଜାମାନଙ୍କର ଉପକାର। ପ୍ରତି ମୁହୂର୍ତ୍ତରେ ଯେଉଁ କୁହାଯାଉଛି ରାଜକାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହେଲେ ପ୍ରଜାମାନଙ୍କର ଅମଙ୍ଗଳ ହେବ। ତେଣୁ ରାଜାଙ୍କ ପାଇଁ ଯେଉଁ ରାଜକୀୟ ବିଧି ବା ମର୍ଯ୍ୟାଦା ଏସବୁ ଖଞ୍ଜା ଯାଇଥାଏ, ତାହା ପ୍ରଜାମାନଙ୍କର ମଙ୍ଗଳ ପାଇଁ ହିଁ ଉଦ୍ଦିଷ୍ଟ। ତେଣୁ ଯଦି ରାଜାଙ୍କ ଦେହରୁ ମକ୍ଷିକା ବା ମାଛି ତଳିବାକୁ ହୋଇଥାଏ ଏବଂ ଚାମର ଆଲଟ ବିଞ୍ଚିବାକୁ ହୋଇଥାଏ, ରାଜାଙ୍କର ସୁଖ ପାଇଁ ନୁହଁ, ରାଜାଙ୍କର ଆନନ୍ଦ ପାଇଁ ନୁହଁ, ପ୍ରଜାମାନଙ୍କର ମଙ୍ଗଳ ପାଇଁ। ପ୍ରତି ମୁହୂର୍ତ୍ତରେ ରାଜାଙ୍କୁ ବିଘ୍ନ ନ ହେଉ, ଏହା ହିଁ କୁହାଯାଇଛି। ସୁଖେ ନୈରାଶ୍ୟ ନଥିବ ଅବଶ୍ୟ, ଦେବତା ହୃଦୟେ ଶୁଦ୍ଧା, ସେହେତୁ ମହତି ଦେବତା ନୃପତି ସେବଇ କିରତି ଶୁଦ୍ଧା। କୁହାଯାଉଛି ସୁଖରେ ନୈରାଶ୍ୟ ନଥାଏ,
କାରଣ ଦେବତା ହୃଦୟରେ ସୁଦ୍ଧା ସୁଖରେ ନୈରାଶ୍ୟ ଭାବ ଜାତ ହୁଏ ନାହିଁ। ସୁଖ ହିଁ ତ ଅନିତ୍ୟ ସୁଖ, ସେଠି ନୈରାଶ୍ୟ ଆସିବ କେଉଁଠୁ? ସେହେତୁ ମହତି ଦେବତା ନୃପତି ସେବଇ କିରତି ସୁଦ୍ଧା। ଯିଏ ରାଜା ହେଉ କିମ୍ବା ଦେବତା ହେଉ, ସ୍ୱର୍ଗର ଅଧିପତି ହେଉ, ସେମାନଙ୍କର ସୁଖ ହେଉଛି କୀର୍ତ୍ତି ସୁଧା। ଅର୍ଥାତ୍ ଯେଉଁ କୁହାଯାଉଛି, ଯେଉଁ ସେମାନେ ଯଶର ଅଧିକାରୀ ହେବେ, ସେୟା ହିଁ ସେମାନଙ୍କର ସୁଖ। ଯେଉଁ ସେମାନେ ଯଶର ଅଧିକାରୀ ହେବେ, କୀର୍ତ୍ତିର ଅଧିକାରୀ ହେବେ, ମହାଯଶ ଅର୍ଜନ କରିବେ କାଳ କାଳ ପାଇଁ, ତାହା ହିଁ ସେମାନଙ୍କ ପାଇଁ ସୁଖ, ତାହା ହିଁ ସେମାନଙ୍କ ପାଇଁ ଗୌରବ। ବାକି ସବୁ ନିଶ୍ଚିତ ଭାବରେ କ୍ଷଣିକ ମାତ୍ର। ଏହା କୁହାଯାଇଛି। ପରବର୍ତ୍ତୀ ପଦରେ ମଧ୍ୟ କୁହାଯାଇଛି, ପ୍ରଜା ରକ୍ତ ଜଳ କଣିକା ପଟଳ ସିନା ଉଚାସନ ପାଇ, ଜଳଧର ରୂପ ହୋଇଥାଏ ନୃପ ପରଜାଙ୍କ ହିତ ପାଇଁ। ପ୍ରଜା ରକ୍ତ ଜଳ କଣିକା ପଟଳ ଅର୍ଥାତ୍ ପ୍ରଜାମାନଙ୍କର ରକ୍ତ ଜଳ କଣିକା ପଟଳ ଦ୍ୱାରା ଏହି ଉଚାସନ ପାଇଥାନ୍ତି ରାଜାମାନେ। ପ୍ରଜାମାନଙ୍କର ରକ୍ତ ଦ୍ୱାରା ଏହି ରାଜପଦ ତିଆରି, ତାଙ୍କ ରକ୍ତ ଜଳପଟଳ, ଏଥିରେ ରାଜଗାଦି ରାଜପଦ ତିଆରି ହୋଇଥାଏ। ଅଥଚ ରାଜାମାନେ ଏଠି ନିଜେ ଜଳଧର ରୂପ ହୋଇଥାନ୍ତି। କୁହାଯାଇଛି, ଜଳଧର ରୂପ ହୋଇଥାଏ ନୃପ ପରଜାଙ୍କ ହିତ ପାଇଁ। ଏଠି ଜଳଧର ଅର୍ଥାତ୍ ମେଘର ରୂପ ନେଇଥାନ୍ତି ରାଜା। ସମଗ୍ର ପ୍ରଜାକୁଳ ଯଦି ସମଗ୍ର ପ୍ରଜାଙ୍କର ରକ୍ତ ଯଦି ଜଳ କଣିକା ପଟଳ ହୁଏ, ନିଜେ ରାଜା ଏଠି ଜଳଧର ବା ମେଘ ସଦୃଶ ହୋଇଥାନ୍ତି। କି ସୁନ୍ଦର ବର୍ଣ୍ଣନା କବି ଗଙ୍ଗାଧର ମେହେରଙ୍କର। ଆହୁରି ମଧ୍ୟ ପରବର୍ତ୍ତୀ ପଦରେ ସ୍ପଷ୍ଟ ଭାବରେ କହିଛନ୍ତି, ଭୂମି ତଳେ ବଜ୍ର ନଥାଏ ସହଜ, ମାତ୍ର ତାହା ଜଳ ଧରେ, ପ୍ରଜା କର ଦଣ୍ଡ ନ ହୁଏ ପ୍ରଚଣ୍ଡ, ପ୍ରଚଣ୍ଡ ନୃପତି କରେ। ଭୂମି ଜଳେ ବଜ୍ର ନଥାଏ ସହଜ ଅର୍ଥାତ୍ ଯିଏ ମାଟିରେ ଥିବା ଜଳ ଭିତରେ ବଜ୍ର ନଥାଏ, ବିଜୁଳି ନଥାଏ, କିନ୍ତୁ ତାହା ମେଘ ଦେହରେ ଥାଏ। ମେଘରେ ହିଁ ବିଜୁଳି ସୃଷ୍ଟି ହୁଏ। ଅଥଚ ସେହି ମେଘ ଯେତେବେଳେ ଜଳବିନ୍ଦୁ ହୋଇ ପୃଥିବୀ ପୃଷ୍ଠରେ ଥିଲା, ସେଥିରେ ମଧ୍ୟ ବିଜୁଳି ନଥିଲା। ଯେତେବେଳେ ତାହା ଜଳଦ ହୋଇଯାଏ, ଜଳଧର ହୋଇଯାଏ, ମେଘ ହୋଇଯାଏ, ତା ଦେହରେ ବଜ୍ର ସୃଷ୍ଟି ହୋଇଥାଏ। ପ୍ରଜା କର ଦଣ୍ଡ ନ ହୁଏ ପ୍ରଚଣ୍ଡ, ପ୍ରଚଣ୍ଡ ନୃପତି କରେ। ତେଣୁ ପ୍ରଜା କର ଦଣ୍ଡ ଯେଉଁ କୁହାଯାଉଛି, ରାଜାଙ୍କର ପ୍ରଜାମାନଙ୍କର ହାତରେ ଦଣ୍ଡ ବିଧାନ ନଥାଏ, ତେଣୁ ତାହା ପ୍ରଚଣ୍ଡ ହୋଇପାରେ ନାହିଁ। ପ୍ରଚଣ୍ଡ ହୁଏ ନୃପତି କରେ ଅର୍ଥାତ୍ ନୃପତି ବା ନରପତି ରାଜା ବିଶେଷ ଏମାନେ ଦଣ୍ଡ ଦେବାର ଅଧିକାରୀ। କୌଣସି ପ୍ରଜାମାନେ ଦଣ୍ଡ ଦେବାର ବିଧାନ ନାହିଁ। ପ୍ରଜାକୁଳ କେବେ ଦଣ୍ଡ ଦେଇ ପାରନ୍ତି ନାହିଁ, କାରଣ ତାଙ୍କ କରଦଣ୍ଡ ପ୍ରଚଣ୍ଡ ହୋଇନଥାଏ। କିନ୍ତୁ ଏହି ଦଣ୍ଡ ଦେବାର କ୍ଷମତା ରାଜାଙ୍କର ହୋଇଥାଏ। କେତେ ସୁନ୍ଦର ଭାବରେ କୁହାଯାଇଛି ଯେ ଏହି ବଜ୍ର ଯିଏ ମେଘରେ ଥାଏ, କିନ୍ତୁ ମାଟି ତଳେ ବା ମାଟି ଉପରେ ଥିବା ଏହି ଜଳବୁନ୍ଦା ଉପରେ ବଜ୍ର ନଥାଏ। ଅର୍ଥାତ୍ ତାହା ମେଘରେ ହିଁ ସୃଷ୍ଟି ହୁଏ, ଉପରେ ହିଁ ସୃଷ୍ଟି ହୋଇଥାଏ। ଜଳଧର ମେଘରେ ହିଁ ବିଜୁଳିର ସମ୍ଭାବନା ଥାଏ। ଏହା ସେ କହୁଛନ୍ତି। ଏକ ସୁନ୍ଦର ପଦରେ ମଧ୍ୟ ଆହୁରି କହିଛନ୍ତି, ହୃଦ ପଛେ ଜଳେ ବିଦ୍ୟୁତ ଅନଳେ, ଜଳ ଦାନେ ଘନ ବାଧ୍ୟ, ସୁଖ ତେଜି ରାଜା ତୋଷିବ ପରଜା, ତେବେ ତ ପରମାରାଧ୍ୟ। ସେ କୁହାଯାଇଛି, ରାଜାଙ୍କ ହୃଦୟ ପଛେ ଜଳୁଥିବ। ଏଠି ଏକ ସୁନ୍ଦର ଉପମା ଦିଆଯାଇଛି, ହୃଦ ପଛେ ଜଳେ ବିଦ୍ୟୁତ ଅନଳେ। ଯଦି ନିଜର ହୃଦୟ ପୋଡ଼ି ଛାରଖାର ହୋଇଯାଉଥିବ, ଏହି ବିଦ୍ୟୁତ ଅନଳରେ, ବଜ୍ର ଅନଳରେ ଜଳଦାନେ ଘନ ବାଧ୍ୟ, ଘନ ଅର୍ଥାତ୍ ମେଘ, କିନ୍ତୁ ସେ ବର୍ଷିବାକୁ ବାଧ୍ୟ ପ୍ରାଣୀ ସମାଜ ପାଇଁ, ଜୀବଜଗତର ମଙ୍ଗଳ ପାଇଁ, ନଚେତ ସମଗ୍ର ସୃଷ୍ଟି ପୋଡ଼ି ଜଳି ଛାରଖାର ହୋଇଯିବ ସୂର୍ଯ୍ୟଙ୍କ କିରଣରେ। ସେଥିପାଇଁ ଜଳଦାନେ ଘନ ବାଧ୍ୟ, ଘନ ଅର୍ଥାତ୍ ମେଘ ବାଧ୍ୟ ହୁଏ। ନିଜ ହୃଦୟ ପଛେ ବିଜୁଳିରେ ଦଗ୍ଧ ହେଉଥାଏ। ବିଜୁଳିପଣରେ ବିଜୁଳି ମାରିଲେ ମେଘ କିଭଳି ଭାବରେ ଦଗ୍ଧୀଭୂତ ହୋଇଯାଏ, ଏହି ବିଜୁଳି ଯେତେବେଳେ ମେଘକୁ ମାରେ, ସେ ତାକୁ ସହ୍ୟ କରିଯାଏ। ଠିକ୍ ରାଜାଙ୍କ ହୃଦୟ ତ ସେୟା ନା, ନିଜ ଅନ୍ତର ପଛେ ପୋଡ଼ିଯାଏ, ନିଜେ ପଛେ ଜଳି ପୋଡ଼ି ନିଶେଷ ହୋଇଯାଆନ୍ତୁ, କିନ୍ତୁ ସେମାନେ ପ୍ରଜାମାନଙ୍କର ମଙ୍ଗଳ କରିବେ। ଏହାର ସୁନ୍ଦର ଉପମା ଦିଆଯାଇଛି। ଆଉ ସେଥିପାଇଁ ତ କୁହାଯାଇଛି, ସୁଖ ତେଜି ରାଜା ତୋଷିବ ପରଜା, ତେବେ ତ ପରମାରାଧ୍ୟ, ତେବେ ରାଜା ପରମାରାଧ୍ୟ ହୋଇପାରିବ। ହୃଦ ପଛେ ଜଳେ ବିଦ୍ୟୁତ ଅନଳେ, ଜଳଦାନେ ଘନ ବାଧ୍ୟ। ନିଜ ହୃଦୟ ପଛେ ବିଦ୍ୟୁତ ଅନଳରେ ଦଗ୍ଧ ହେଉଥିବ, କିନ୍ତୁ ବର୍ଷା ବା ମେଘବିନ୍ଦୁ ଜଳଦାନ କରିବା ପାଇଁ ପୃଥିବୀକୁ ବାଧ୍ୟ। ଆଉ ସେଥିପାଇଁ ରାଜା ମଧ୍ୟ ସେହିଭଳି ଭାବରେ ଜଳଦ ଭଳି, ଯିଏ ନିଜର ସୁଖ ସନ୍ତୋଷ, ସୁଖ ସ୍ୱାଚ୍ଛନ୍ଦ୍ୟକୁ ପାଦେ ପାଦେ ଦଳି ଦେଇ ପ୍ରଜାମାନଙ୍କର ହିତ ସାଧନ କରନ୍ତି, ନିଜର ବ୍ୟକ୍ତିଗତ ଜୀବନ ଜିଜ୍ଞାସାକୁ ସେମାନେ ବଳି ଚଢ଼େଇ ଦିଅନ୍ତି।
ତେବେ ସିନା ସେମାନେ ପରମାରାଧ୍ୟ ହୋଇପାରିବେ, ପରମଯୁକ୍ତ ଆରାଧ୍ୟ ସେମାନେ ଦେବତାର ଆସନରେ ଆସୀନ ହୋଇପାରିବେ। ଏଥିପାଇଁ ଗଙ୍ଗାଧର ମେହେର ଯେ ପ୍ରାତଃସ୍ମରଣୀୟ, ଏ ମାଟିର ମହାକବି, ବରପାଲିର ମହାନ କବି, କିଭଳି ଭାବରେ ବରପାଲିରୁ ବିଶ୍ୱକୁ ବାର୍ତ୍ତା ସୁନ୍ଦର କଥା, ଏହି ତପସ୍ୱିନୀ କାବ୍ୟର ତୃତୀୟ ସର୍ଗ। ପରବର୍ତ୍ତୀ ସମୟରେ ଆମେ ଅବଶିଷ୍ଟାଂଶକୁ ଆଲୋଚନା କରିବା। ବନ୍ଦେ ଉତ୍କଳ ଜନନୀ।